প্রিয় বন্ধুগণ, জୟ ଜଗନ୍ନାଥ। ବନ୍ଧୁଗଣ, ଏବେ ମନେ ରଖନ୍ତୁ, ଏହି 5ଟି ଲକ୍ଷଣ ଥିବା ମହିଳାମାନେ ହୋଇଥାନ୍ତି ଅଲକ୍ଷଣୀ। ଆଜି ହିଁ ଏହି ଭିଡ଼ିଓ ମାଧ୍ୟମରେ ସରଳ ଭାବରେ ଜାଣିବା। ବନ୍ଧୁଗଣ, ଏହି ଭିଡ଼ିଓକୁ ବିଲକୁଲ ବି ସ୍କିପ୍ କରିବେ ନାହିଁ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖିବେ, ଏହା ଆପଣମାନଙ୍କୁ ଅନୁରୋଧ। ଘରର ପୂର୍ବ ଏବଂ ଉତ୍ତର ଦିଗରେ ହସୁଥିବା ପିଲାଙ୍କର ଫଟୋ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ସକାରାତ୍ମକ ଶକ୍ତିର ବୃଦ୍ଧି ହୋଇଥାଏ। ନଦୀ କିମ୍ବା ଝରଣାର ଫଟୋ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଘରର କବାଟ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଯେପରି କର୍କଶ ଶବ୍ଦ ନ ହୁଏ, ସେଥିପ୍ରତି ଧ୍ୟାନ ରଖିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ। ରୋଷେଇ ଘରେ ଗ୍ୟାସ୍ ଚୁଲା ଅଗ୍ନିକୋଣରେ ରଖିବା ଶୁଭ ହୋଇଥାଏ ଏବଂ କାନ୍ଥଠାରୁ କିଛି ବ୍ୟବଧାନ ଛାଡ଼ି ରଖିବା ଉଚିତ। ଏହା ମଙ୍ଗଳକାରୀ ହୋଇଥାଏ। ଶୋଇବା ଘରେ ଡ୍ରେସିଂ ଟେବୁଲ ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଉଚିତ ଏବଂ ଶୋଇବା ସମୟରେ ଆଇନାକୁ କପଡ଼ାରେ ଘୋଡ଼ାଇ ଦେବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ଘରର ଉତ୍ତର ପୂର୍ବ ଦିଗରେ ଔଷଧ ରଖିବା ଉଚିତ ଏବଂ ରୋଷେଇ ଘରେ କେବେ ବି ଔଷଧ ରଖିବା ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ ମଙ୍ଗଳକାରୀ ହୋଇଥାଏ। ବନ୍ଧୁଗଣ, ଏବେ ଶୁଣନ୍ତୁ, ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ଗୋଡ଼ ହାତ ଧୋଇବା ଦ୍ୱାରା ଭଲ ନିଦ ହୋଇଥାଏ ଏବଂ ଥକାପଣ ଦୂର ହୋଇଥାଏ। କୌଣସି ଲୋକଙ୍କୁ କେବେ ବି ଲୁଣ ସିଧା ହାତରେ ଦେବା ଉଚିତ ନୁହେଁ। ଏହାଦ୍ୱାରା ତାଙ୍କ ସହିତ କଳି ଝଗଡ଼ା ହେବାର ସମ୍ଭାବନା ରହିଥାଏ। ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ମିଶାଇ ପୋଛା ଲଗାଇବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ ଏବଂ ମଙ୍ଗଳକାରୀ ମଧ୍ୟ ହୋଇଥାଏ। ଘର ସଫା କରିସାରିଲା ପରେ ପାଣିରେ ହଳଦୀ ମିଶାଇ ତାକୁ ପାନପତ୍ର ସାହାଯ୍ୟରେ ଘରେ ଛିଞ୍ଚିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ଘରେ ଯଦି ଧାର୍ମିକ ପୁସ୍ତକ ରହିଥାଏ, ତେବେ ଘରର ପଶ୍ଚିମ ଦିଗରେ ରଖିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ ଏବଂ ଏହାକୁ ଘରର ଅନ୍ୟ କୌଣସି ଦିଗରେ ରଖିବା ଉଚିତ ନୁହେଁ। ମନେ ରଖନ୍ତୁ, ଠାକୁର ଘରେ ପୂଜା ହେଉଥିବା ଠାକୁରଙ୍କର ଫଟୋ ସବୁ କେବେ ବି ସାମ୍ନା ସାମ୍ନି ରଖିବା ଉଚିତ ନୁହେଁ। ଏହା ବାସ୍ତୁଦୋଷ ଉତ୍ପନ୍ନ କରିଥାଏ ଏବଂ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ। ଘରେ ବ୍ୟବହାର ହେଉଥିବା ଝାଡ଼ୁକୁ ଖଟ ପାଖରେ ରଖିବା ଅନୁଚିତ ଏବଂ ଝାଡ଼ୁରେ କେବେ ବି ଗୋଡ଼ ବାଜିବା ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ। ଯଦି ଘରର କୌଣସି ସଦସ୍ୟ ଚିଡ଼ଚିଡ଼ା ହେଉଥାନ୍ତି, ତେବେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ତାଙ୍କ ସ୍ୱଭାବରେ ପରିବର୍ତ୍ତନ ଆସିଥାଏ ଏବଂ ଭଲ ନିଦ ହୋଇଥାଏ। ଘରର ମୁଖ୍ୟ ଦ୍ୱାରର ଦୁଇ ପଟରେ ଅଶୋକ ଗଛ ଲଗାଇବା ଦ୍ୱାରା ବହୁତ ମଙ୍ଗଳକାରୀ ହୋଇଥାଏ ଏବଂ ପରିବାରରେ ଉନ୍ନତି ମଧ୍ୟ ହୋଇଥାଏ। ଘରର ଈଶାନ୍ୟ କୋଣରେ ଶ୍ରୀଯନ୍ତ୍ର କୌଣସି ଶୁଭ ମୁହୂର୍ତ୍ତରେ ସ୍ଥାପନ କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ ଏବଂ ଘରେ ଅର୍ଥର ଅଭାବ ଦୂର ହୋଇଥାଏ। ଘରର ଉତ୍ତର ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଉଚିତ ଏବଂ ତୁଳସୀ ମୂଳରେ ସନ୍ଧ୍ୟା ସମୟରେ ଘିଅ ଦୀପ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ଶୋଇବା ଘରେ କେବେ ବି ପୁରୁଣା ଜିନିଷ କିମ୍ବା ଆବଶ୍ୟକ ନଥିବା ଜିନିଷ ରଖିବା ଉଚିତ ନୁହେଁ। ଏହାଦ୍ୱାରା ନକାରାତ୍ମକତା ବୃଦ୍ଧି ହୋଇଥାଏ ଏବଂ ଶରୀର ରୋଗାଗ୍ରସ୍ତ ହୋଇଥାଏ। ଘରର ମୁଖ୍ୟ ଦ୍ୱାର ସାମ୍ନାରେ କେବେ ବି କୌଣସି ଗର୍ତ୍ତ ରହିବା ବା ଗାତ ରହିବା କିମ୍ବା କାଦୁଅ ଜମି ରହିବା ଉଚିତ ନୁହେଁ। ଏହାଦ୍ୱାରା ପରିବାରର ଲୋକଙ୍କର ମାନସିକ ସମସ୍ୟା ଦେଖା ଦେଇଥାଏ। ଘରେ ଭୋଜନ କରୁଥିବା ସମୟରେ ସବୁବେଳେ ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ। ଏହାଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଘର ସମ୍ମୁଖରେ ଯଦି କୌଣସି ବଡ଼ ଗଛ କିମ୍ବା ଖମ୍ବ ରହିଥାଏ ଏବଂ ତାର ଛାଇ ଘର ଉପରେ ପଡ଼ୁଥାଏ, ତେବେ ଅଶୁଭ ହୋଇଥାଏ। ତେଣୁ ସ୍ୱସ୍ତିକ ଚିହ୍ନ ମୁଖ୍ୟ ଦ୍ୱାରରେ ଆଙ୍କିବା ଉଚିତ। ଘରର ଦକ୍ଷିଣ ପୂର୍ବ କୋଣରେ କିମ୍ବା ଅଗ୍ନି କୋଣରେ ଲାଲ ରଙ୍ଗର ବଲବଟିଏ ଜଳାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ
ପରିବାରର ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ। ବନ୍ଧୁଗଣ, ସମସ୍ତ ବ୍ୟକ୍ତିଙ୍କର ସୁଖ ସମୃଦ୍ଧି ତାଙ୍କ ଉପରେ ନିର୍ଭର କରିଥାଏ। ସେହିପରି ଗୋଟିଏ ଘରର ସୁଖ ଏବଂ ଦୁଃଖ ସେହି ଘରର ସ୍ତ୍ରୀ ଉପରେ ନିର୍ଭର କରିଥାଏ। ବନ୍ଧୁଗଣ, ଏବେ ଶୁଣନ୍ତୁ, ଯିଏ ଘରର ସମସ୍ତ କାର୍ଯ୍ୟ କରିବା ସହିତ ସମସ୍ତଙ୍କର ଯତ୍ନ ନେଇଥାଏ, କିନ୍ତୁ କିଛି କାମ ଏପରି ରହିଥାଏ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ କେବେ ହେଲେ ଘରକୁ ଆସିନଥାନ୍ତି। ମନେ ରଖନ୍ତୁ ବନ୍ଧୁଗଣ, କୁହାଯାଏ କି ଗୋଟିଏ ନାରୀ ହିଁ ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ ଏବଂ ନର୍କ ମଧ୍ୟ କରିଦେଇଥାଏ। ତେବେ ଆସନ୍ତୁ ଜାଣିବା କ'ଣ ସେହି 5ଟି କାମ ଯାହା କରିବା ଦ୍ୱାରା ମା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି ନାହିଁ। ବନ୍ଧୁଗଣ, ମନେ ରଖନ୍ତୁ, ସମୟ ଯେତେ ଆଗକୁ ଚାଲି ଯାଉଥିଲେ ମଧ୍ୟ ହିନ୍ଦୁ ଧର୍ମରେ ନିୟମ ଅନୁଯାୟୀ ବ୍ୟକ୍ତିର ଜୀବନରୁ ଆରମ୍ଭ କରି ସମସ୍ତ ତଥ୍ୟ ରହିଥାଏ। ସେହି ହିନ୍ଦୁ ଧର୍ମର ଗ୍ରନ୍ଥକୁ ନେଇ ଏହି ତଥ୍ୟକୁ ଜାଣିବା, ଆମେ ଏହି ଗ୍ରନ୍ଥ ଦ୍ୱାରା କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଉଚିତ ନୁହେଁ, ଏସବୁ ଆମେ ଜାଣିପାରିବା। ବନ୍ଧୁଗଣ, ଏବେ ଶୁଣନ୍ତୁ, ପ୍ରଥମରେ ଝାଡ଼ୁକୁ ଗୋଡ଼ରେ ମାଡ଼ିବା। ଯେଉଁ ଘରେ ଝାଡ଼ୁକୁ ଗୋଡ଼ରେ ମାଡ଼ିଥାନ୍ତି ସେହି ଘରେ କେବେ ହେଲେ ମା ଲକ୍ଷ୍ମୀ ରହିନଥାନ୍ତି। ସେହି ଘରେ ସର୍ବଦା ଦୁଃଖ ଦୁର୍ଦ୍ଦଶା ଲାଗି ରହିଥାଏ। କୁହାଯାଏ କି ଝାଡ଼ୁରେ ମା ଲକ୍ଷ୍ମୀ ସ୍ୱୟଂ ବାସ କରିଥାନ୍ତି। ଦ୍ୱିତୀୟରେ ହେଉଛି ବନ୍ଧୁଗଣ, ମନେ ରଖନ୍ତୁ, ଚୁଲା ଉପରେ ଅଇଁଠା ବାସନ ରଖିବା। ଯଦି ଆପଣମାନଙ୍କ ଘରେ ସ୍ତ୍ରୀ ଲୋକମାନଙ୍କର ଏପରି ଅଭ୍ୟାସ ରହିଥାଏ ରାତିରେ ଅଇଁଠା ବାସନକୁ ରଖି ଶୋଇଯିବାର, ତାହେଲେ ଆଜି ହିଁ ସେହି ଅଭ୍ୟାସକୁ ଦୂରେଇ ଦିଅନ୍ତୁ ବନ୍ଧୁଗଣ, ଆପଣମାନଙ୍କର ମଙ୍ଗଳ ହେବ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ରହିନଥାନ୍ତି, ଘରକୁ ଦୁଃଖ ଦାରିଦ୍ରତା ମାଡ଼ି ଆସିଥାଏ। ବନ୍ଧୁଗଣ, ଏବେ ମନେ ରଖନ୍ତୁ, ତୃତୀୟରେ ଗୋଇଠା ମାରି କବାଟ ଖୋଲିବା। ଯେଉଁ ଘରର ମହିଳାମାନେ ଗୋଇଠା ମାରି କବାଟ ଖୋଲିଥାନ୍ତି ବା ବନ୍ଦ କରିଥାନ୍ତି, ସେହି ଘର ଉପରେ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ସେହି ଘରେ କେବେ ହେଲେ ଟଙ୍କା ପଇସା ରହେ ନାହିଁ, ସବୁବେଳେ ଅଭାବ ଅନଟନ ଦେଖା ଦେଇଥାଏ। ବନ୍ଧୁଗଣ, ଏବେ ଶୁଣନ୍ତୁ, ଚତୁର୍ଥ ପର୍ଯ୍ୟାୟରେ ଦୁଆର ବନ୍ଧ ଉପରେ ବସି ଖାଇବା। ଯଦି କାହା ଘରେ ମହିଳାମାନେ କିମ୍ବା ଘର ପରିବାରର ଅନ୍ୟ କେହି ସଦସ୍ୟ ଦୁଆର ବନ୍ଧ ଉପରେ ବସି ଖାଇଥାନ୍ତି, ତାହା ଘରର ବର୍ବାଦ ହେବାର କାରଣ ହୋଇଥାଏ। ହିନ୍ଦୁ ଧର୍ମ ଅନୁସାରେ ଏପରି କରିବାକୁ ଅଶୁଭ ବୋଲି ମନାଯାଏ। ତେବେ ଦୁଆର ବନ୍ଧ ଉପରେ କିମ୍ବା ପାଖରେ ବସି ଖାଇବା ଉଚିତ ନୁହେଁ। ଏବେ ମନେ ରଖନ୍ତୁ ବନ୍ଧୁଗଣ, ପଞ୍ଚମରେ ସନ୍ଧ୍ୟା ସମୟରେ ଘରେ ଝାଡ଼ୁ ମାରିବା। ଆପଣମାନେ ଧ୍ୟାନ ଦେବେ କି ଭୁଲରେ ମଧ୍ୟ ସନ୍ଧ୍ୟା ସମୟରେ ଝାଡ଼ୁ ଦେବେ ନାହିଁ। ମନେ ରଖନ୍ତୁ ବନ୍ଧୁଗଣ, କେବଳ ପୂଜା କରିସାରିବା ସମୟରେ ହିଁ ଝାଡ଼ୁ ଦେଇପାରିବେ, ଅନ୍ୟଥା ଅନ୍ୟ ସମୟରେ ଝାଡ଼ୁ ଦେବେ ନାହିଁ। ଏଭଳି କରିବା ଦ୍ୱାରା ଘରେ ଦୁଃଖ ଦୁର୍ଦ୍ଦଶା ଲାଗି ରହିଥାଏ, କଳହ ମଧ୍ୟ ଲାଗି ରହିଥାଏ, ଘରେ ବର୍ବାଦର କାରଣ ମଧ୍ୟ ବନିଥାଏ। ତାହେଲେ ବନ୍ଧୁଗଣ, ଆପଣ ଏହି 5ଟି ଜିନିଷ କେବେ ହେଲେ କରିବେ ନାହିଁ। ଯଦି ଘରେ ଏହିପରି ଭୁଲ କରୁଛନ୍ତି, ତେବେ ଆଜିଠାରୁ ହିଁ ବାରଣ କରନ୍ତୁ। ବନ୍ଧୁଗଣ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓ ଭଲ ଲାଗିଲା, ତେବେ ଲାଇକ୍ କରିବା ସହିତ ଏହା ସାଙ୍ଗମାନଙ୍କୁ ସେୟାର କରିଦିଅନ୍ତୁ। ଭକ୍ତିର ଥରେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଜୟ